ଏଇ ଏବେ ଏବେ ଘରକୁ ଆସିବି ବୋଲି କହୁଥିଲୁ। ମୋତେ ଫୋନ୍ କଲୁ ବୋଲି ମୁଁ ତରବର ହେଇ ବାହାରି ପଡ଼ିଲି ତତେ ଆଣିବା ପାଇଁ। କିନ୍ତୁ ମୁଁ ଆସିବା ଭିତରେ ତୁ କୁଆଡ଼େ ଚାଲିଗଲୁ ମାମୁନି? କାହାକୁ କିଛି ନ ଜଣେଇ ତୁ ଆମକୁ ଛାଡ଼ି ଏମିତି କାହିଁକି ଚାଲିଗଲୁ? କେଉଁଥିରେ ଅଭାବ ଥିଲା ତୋର? ମୋତେ କହିଥାନ୍ତୁ, ବାପାଙ୍କୁ କହିଥାନ୍ତୁ, ସବୁ ଅଭାବ ତୋର ପୂରଣ କରିଦେଇଥାନ୍ତୁ। ହେଲେ ଆଉ ବିଶ୍ୱାସ ହେଉନି ଯେ ତୁ ଆଉ ନାହୁଁ ବୋଲି। ତୋ ଭାଇ ଡାକୁଛି ମାମୁନି, ତୁ ଫେରିଆ। ଆଉ ଅଳ୍ପ ଦିନ ରହିଲା ରକ୍ଷାବନ୍ଧନ। ତୁ କହିଲୁ ମୋ ହାତରେ କିଏ ରାକ୍ଷୀ ବାନ୍ଧିବ? ତୋ ରାକ୍ଷୀ ବିନା ମୋ ହାତଟା କ'ଣ ଖାଲି ପଡ଼ିବ? ତୁ ଯାହା କଲୁ କ'ଣ ଠିକ୍ କଲୁ? ଏମିତି କେଉଁ ଭଉଣୀ କ'ଣ ତା ଭାଇକୁ ଛାଡ଼ି ଯାଇପାରେ? ସବୁଦିନ ଭଳି ସେଦିନ ବି ସକାଳ 7ଟାରେ ଜଳଖିଆ ଖାଇ ସାଇକେଲ ଧରି କମ୍ପ୍ୟୁଟର କ୍ଲାସ୍କୁ ବାହାରି ପଡ଼ିଥିଲା ମାମୁନି। ଆଉ କ୍ଲାସ୍ ସରିବା ପରେ ଭାଇକୁ ଫୋନ୍ କରି କହେ, ଭାଇ ମୋର ସାଇକେଲଟା ଖରାପ ହେଇଯାଇଛି, ଟିକେ ଆସିବୁ, ମୋତେ ତୋ ଗାଡ଼ିରେ ନେଇଯିବୁ। ଭାଇ ତୁରନ୍ତ ବାହାରି ପଡ଼େ ଭଉଣୀ ମାମୁନିକୁ ଆଣିବା ପାଇଁ। ଆଉ ଆସିବା ପରେ ଦେଖେ କିଛି ଏମିତି ଘଟଣା। ଭାଇ ପହଞ୍ଚିବା ପୂର୍ବରୁ ହିଁ ମାମୁନି ସାଇକେଲରେ ଆସି ସାଇକେଲଟିକୁ ବ୍ରିଜ ଉପରେ ଥୋଇଦେଇ ଖରସ୍ରୋତା ନଦୀର ଗଭୀର ଜଳରାଶିକୁ ଡେଇଁ ପଡ଼ିଥିଲା। ଆଉ ମାତ୍ର କିଛି ସମୟ ମଧ୍ୟରେ ହିଁ ନଦୀର ପ୍ରବଳ ସ୍ରୋତ ଯୋଗୁଁ କୁଆଡ଼େ ଭାସି ଯାଇଥିଲା। ଏଯାଏଁ ଗୋଟେ ଝିଅର ଆତ୍ମାହୁତି ଦେବାକୁ ସହଜରେ ଗ୍ରହଣ କରିହେଉନଥିବା ବେଳେ ନ୍ୟାୟ ପାଇବା ପାଇଁ ଲଢ଼େଇ କରି ଶେଷରେ ନିଜେ ଜୀବନ ହାରି ଦେଇଥିଲେ ବାଲେଶ୍ୱର ପୀଡ଼ିତା ସୌମ୍ୟାଶ୍ରୀ। ପୁଣି ଆଉ ଏକ ଖବର ଯାହା ଆଉ ଏକ ପରିବାରକୁ ସ୍ତବ୍ଧ କରିଦେଇଛି। ଘଟଣାର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନଥିବା ବେଳେ ସବୁବେଳେ ଚୁପଚାପ ରହୁଥିବା ଝିଅଟା ହଠାତ୍ ଏମିତି ନିଷ୍ପତ୍ତିକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ଘଟଣାରେ ଏକ ପ୍ରକାର ଗମ୍ଭୀର ହୋଇପଡ଼ିଛନ୍ତି ମଧୁସ୍ମିତାର ବାପା। ଅଗ୍ନିଶମ ବାହିନୀ ପହଞ୍ଚି ଝିଅକୁ ଖୋଜାଖୋଜି ଆରମ୍ଭ କରୁଥିବା ବେଳେ ଆଜି ମିଳିଛି ମାମୁନିର ଶବ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଗୋବିନ୍ଦପୁର ସ୍ଥିତ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ସଂଯୋଗ କରୁଥିବା ଗୋବିନ୍ଦପୁର ସିଂହପୁର ସେତୁ ଉପରୁ ମିଶ୍ର ସାହିର ସୁଧାଂଶେଖର ମିଶ୍ରଙ୍କ ଝିଅ ମଧୁସ୍ମିତା ଓରଫ ମାମୁନି ଉଛୁଳା ନଦୀକୁ ଡେଇଁ ପଡ଼ିଥିଲେ। ଅନେକ ଖୋଜାଖୋଜି ପରେ ତାଙ୍କ ମୃତ ଶରୀର ଆଜି ମିଳିଛି। ଆଳିରୁ ସମ୍ବିତ ନାୟକଙ୍କ ରିପୋର୍ଟ, A1 ଓଡ଼ିଆ।